କିନ୍ତୁ ଗଣତନ୍ତ୍ର ବ୍ୟବସ୍ଥାରେ ଗୋଟେ ବିଚିତ୍ର ବ୍ୟବସ୍ଥା ଯୋଉଦ୍ୱାରା କି ସରପଞ୍ଚ ମାନେ ଆସିକି ରାଜରାସ୍ତାରେ ବସୁଛନ୍ତି। ଆପଣମାନେ ଦେଖିଥିବେ ବିଗତ ଦିନରେ ସରପଞ୍ଚ ମହାସଂଘ ବିଗତ ଦିନରେ ଧାରଣାରେ ବହୁତ ବାର ଆସିଛି। ଆଜି ମଧ୍ୟ ଆମର ସରପଞ୍ଚ ମାନେ ରାଜରାସ୍ତାକୁ ଆସିଛନ୍ତି। କ'ଣ ପାଇଁ ଆସିଛନ୍ତି ଆମେ ସରକାରଙ୍କୁ ଏ ବାବଦରେ ଅବଗତ କରାଉଛୁ। ଆପଣ ଦେଖୁଥିବେ ଧୀରେ ଧୀରେ କ'ଣ ହେଉଛି ଯେଉଁ ପଞ୍ଚାୟତରାଜ ବ୍ୟବସ୍ଥାକୁ ସରକାର କୋଉଠି ନା କୋଉଠି ସରପଞ୍ଚ ମାନଙ୍କର କ୍ଷମତା ହ୍ରାସ କରୁଛନ୍ତି। ଗୋଟେ ସାଧାରଣ କଥା ଆପଣ ଦେଖିବେ ବଣ୍ଟନ ବ୍ୟବସ୍ଥାରେ ଯେତେବେଳେ କି ଜଣେ ଯୋଗାଣ ସହାୟକ ଯିଏକି ପଞ୍ଚାୟତରୁ ଦରମା ନେଇ ରହିଥାଏ ସିଏ ଅଥଚ ପଞ୍ଚାୟତ ଯୋଗାଣ ବ୍ୟବସ୍ଥାରେ ତାର ସାଇନ ରହିବ ସିଗ୍ନେଚର ରହିବ କିନ୍ତୁ ସରପଞ୍ଚ ରହିବ ନାହିଁ। ଗୋଟେ ବିଚିତ୍ର ବ୍ୟବସ୍ଥା। ଆପଣ ଦେଖୁଥିବେ ଗତ ଥରକ ଆମେ ଏଇ ଯେଉଁ କାଉଣ୍ଟର ସାଇନ୍ ରହିଥିଲା ବିଡିଓଙ୍କର ତାକୁ ପ୍ରତିବାଦ କରିଥିଲୁ। ଯାହା ହଉ ସରକାର ବିଗତ ସରକାରରେ ସେ କାଉଣ୍ଟର ସାଇନ୍କୁ ହଟାଇଥିଲେ ଏବଂ ବିଭିନ୍ନ ସମୟରେ ଆମ ପଞ୍ଚାୟତ ବ୍ୟବସ୍ଥାରେ ଗ୍ରାମସଭା ଏବଂ ପଲ୍ଲୀ ସଭା ଏକ ମୁଖ୍ୟ, ଯାହାଦ୍ୱାରା କି ଗ୍ରାମସଭା ପଲ୍ଲୀ ସଭାରେ ବିଭିନ୍ନ ପ୍ରକାର ସମସ୍ୟା ଆମେ ଡେଭଲପମେଣ୍ଟ ୱାର୍କ ଦେଇଥାଉ ତାକୁ କାର୍ଯ୍ୟକାରୀ କରାଯାଇଥାଏ। କିନ୍ତୁ ଏବେ ଦେଖାଯାଉଛି ଗ୍ରାମସଭା ପଲ୍ଲୀ ସଭାର କୌଣସି ମହତ୍ତ୍ୱ ନାହିଁ। ପ୍ରକୃତରେ ଯଦି ଆପଣ ବିକାଶର କଥା କହୁଛନ୍ତି ତାହେଲେ ବିକାଶ ପଲ୍ଲୀର ବିକାଶ ହେଲେ ଗାଁର ବିକାଶ ହେଲେ ତେବେ ଯାଇକି ରାଜ୍ୟର ବିକାଶ ହେବ, ତେବେ ଦେଶର ବିକାଶ ହେବ। ତେଣୁ ବିକାଶର ମଙ୍ଗ ଧରୁଥିବା ବ୍ୟକ୍ତିମାନେ ପଞ୍ଚାୟତ ସ୍ତରରେ ତୃଣମୂଳ ସ୍ତରରେ ସରପଞ୍ଚ ମାନଙ୍କର କ୍ଷମତା ଯଦି ହ୍ରାସ କରି ଦିଆଯିବ ତାହେଲେ ଗୋଟେ ବିଚିତ୍ର ବ୍ୟବସ୍ଥା ନିଶ୍ଚିତ ଭାବରେ ଗଣତନ୍ତ୍ର ପାଇଁ କୋଉଠି ନା କୋଉଠି ଏଠି ଦେଖାଯାଉଛି ଏକ ବ୍ୟବସ୍ଥାକୁ ପ୍ରଶାସନ ହାତକୁ ଠେଲି ଦିଆଯାଉଛି ଯାହାଦ୍ୱାରା କି ସାଧାରଣ ଲୋକଙ୍କ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଆମେ 9 ଦଫା ଦାବି ନେଇ ସରକାରଙ୍କୁ ଆମେ ଦାବି ରଖିଛୁ। ମୁଖ୍ୟ ଦାବି ଆମର ଆପଣ ଜାଣିଥିବେ 2011 ମସିହା ପରେ ଜନଗଣନା ହେଇନାହିଁ। ତେଣୁ ସେଇ ହିସାବରେ ଏବେ ଅଦ୍ୟାବଧି ଆମେ ସରକାରଙ୍କର ରାଜ୍ୟ ସରକାର ଅନୁଦାନ ଏବଂ କେନ୍ଦ୍ର ସରକାର ଅନୁଦାନ ପାଉଛୁ। ଅନୁଦାନ କୌଣସି ବୃଦ୍ଧି ହେଇନାହିଁ। ଏବଂ ଆଉ ଗୋଟେ ବିଶେଷ କଥା ହେଉଛି ଆପଣମାନେ ଜାଣିଥିବେ ପଞ୍ଚାୟତ ସ୍ତରରେ ଯେଉଁ ପାନୀୟ ଜଳ ଯୋଗାଣର ଇଲେକ୍ଟ୍ରିକ୍ ବିଲ୍ ପଞ୍ଚାୟତରୁ ଯାଉଛି ତାକୁ ଆମେ ସରକାର ଡିମାଣ୍ଡ କରୁଛୁ ତାକୁ ସରକାର ବହନ କରନ୍ତୁ, ଯାହାଦ୍ୱାରା କି ସେଇ ଅର୍ଥରାଶିରେ ପଞ୍ଚାୟତରେ ବିଭିନ୍ନ ଡେଭଲପମେଣ୍ଟ ୱାର୍କ ଆମେ କରିପାରିବୁ। ଆଉ ଗୋଟେ କଥା ହେଉଛି ଯେତେବେଳେ ସମସ୍ତଙ୍କୁ କଳାକାର ଭତ୍ତାଠୁ ଆରମ୍ଭ କରିକି ସମସ୍ତଙ୍କ ପାଇଁ ଭତ୍ତାର ବ୍ୟବସ୍ଥା କରାଗଲାଣି। ଯେତେବେଳେ ଗୋଟେ ସରପଞ୍ଚ ତୃଣମୂଳରେ କାମ କରୁଛି ଦିନ ରାତି ଅହରହ ପରିଶ୍ରମ କରୁଛି ତା ପାଇଁ ଗୋଟେ ଭତ୍ତା ପାଇଁ ଆମେ ଅପିଲ କରିଛୁ, ସରକାର ଦାବି ରଖିଛୁ। ତତ୍ସହିତ ଗୋଟେ ସ୍ପେଶାଲ ଫଣ୍ଡ ସ୍ୱତନ୍ତ୍ର ପାଣ୍ଠି ଆମକୁ ପଞ୍ଚାୟତକୁ ଦେବା ପାଇଁ ଆମେ ଦାବି ରଖିଛୁ। ଏଇଭଳି ଭାବରେ ଆମେ 9ଟି ଦାବି ବର୍ତ୍ତମାନ ସରକାର ପାଇଁ କରିଛୁ। ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ସରକାର ବିଚାରକୁ ନେବେ ଏବଂ ଏହାର କିଭଳି ଭାବରେ କାର୍ଯ୍ୟକାରୀ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବେ। ଦେଖନ୍ତୁ ଆଜି ଆମର ରାଜ୍ୟର ପ୍ରାୟ ସମସ୍ତ ସରପଞ୍ଚକୁ ଅବଗତ କରାଯାଇଛି, ସମସ୍ତେ ଉପସ୍ଥିତ ଅଛନ୍ତି। ଆସନ୍ତାକାଲି ମଧ୍ୟ ଚାଲିବ। ଯେହେତୁ ବର୍ତ୍ତମାନ ବିଧାନସଭା ଚାଲିଛି ନିଶ୍ଚିତ ଭାବରେ ଆମେ ଚାହିଁବୁ ସମସ୍ତ ସରପଞ୍ଚ ମାନେ ଆମର ଏକତ୍ରିତ ହୋଇଛନ୍ତି। ଆଗାମୀ ଦିନରେ କିଭଳି ଭାବରେ ସାଧାରଣ ଲୋକର ସମସ୍ୟା ଆପଣମାନେ ଦେଖିଥିବେ କିଛି ଦିନ ଧରି ଗୋଟେ ବି ନୂଆ ଭତ୍ତା ସାଂସନ ହେଉନାହିଁ। କିନ୍ତୁ ସରକାର ବାରମ୍ବାର କହୁଛନ୍ତି ଆମେ ପେନସନ ଦେଉଛୁ ଲୋକଙ୍କୁ, କିନ୍ତୁ ପଞ୍ଚାୟତ ସ୍ତରରେ ଏବେ ଶହ ଶହ ଲୋକ ଅପେକ୍ଷା କରି ରହିଛନ୍ତି ତାଙ୍କୁ ପେନସନ ପାଇପାରୁନାହାନ୍ତି। ତେଣୁକରି ସରକାର ଏହା ପ୍ରତି ସଚେତନ ରହିବେ। ନିଶ୍ଚିତ ନହେଲେ ଆଗାମୀ ଦିନରେ ରାଜ୍ୟ ସରପଞ୍ଚ ସଂଘ ଏ ଧାରଣା ଚାଲୁ ରଖିବ। କିଛି ବରିଷ୍ଠ ନାଗରିକ କମ୍ପ୍ଲେନ୍ କରୁଛନ୍ତି କି ତାଙ୍କୁ କୁହାଯାଉଛି ଯଦି ତମ ଗାଁରୁ କିଏ ଜଣେ ମରେ ତାହେଲେ ତମେ ଭତ୍ତା ପାଇବ। ସେଇ ବ୍ୟବସ୍ଥା ତ ସରକାର ଏପଟେ କହୁଛନ୍ତି ସମସ୍ତ 60 ବର୍ଷ ପରେ ସମସ୍ତେ ଭତ୍ତା ପାଇବେ, କିନ୍ତୁ ଦେଖାଯାଉଛି ଯେତେବେଳେ ଲୋକମାନେ ଆପ୍ଲାଏ କରୁଛନ୍ତି ଭତ୍ତା ପାଇଁ ଆବେଦନ କରୁଛନ୍ତି କିନ୍ତୁ ନୂଆ ଭତ୍ତା ସାଂସନ ହେଉନାହିଁ। ଯଦି ନୂଆ ଭତ୍ତା ସାଂସନ ହେଉନାହିଁ ସରକାର ତା ପାଇଁ କ'ଣ ବ୍ୟବସ୍ଥା କରୁଛନ୍ତି? ତାମାନେ ଗୋଟିଏ ଲୋକ 60 ବର୍ଷ ହେଲା ପରେ ସେ କେତେ ଦିନ ଅପେକ୍ଷା କରି ରହିବ ଭତ୍ତା ପାଇବା ପାଇଁ? ତେଣୁକରି ତୁରନ୍ତ ସରକାର ଏ ପଦକ୍ଷେପ ନିଅନ୍ତୁ। ଆଉ ଗୋଟେ ବଡ଼ ଦୁଃଖର ବିଷୟ ଆପଣ ଜାଣୁଥିବେ ଏବେ ପଞ୍ଚାୟତ ସ୍ତରରେ ଆକ୍ରୋଶମୂଳକ ଭାବରେ ରାଜନୀତି ଆକ୍ରୋଶ ରଖି ସରପଞ୍ଚ ମାନଙ୍କୁ ଅନାସ୍ଥା ଅଣାଯାଉଛି, କିନ୍ତୁ ଯେତେବେଳେ ସରପଞ୍ଚ ଅନାସ୍ଥା ଅଣାଯାଉଛି ତାଙ୍କର ତ୍ରୁଟି କ'ଣ ରହିଛି ତାକୁ ତଦନ୍ତ କରାଯାଉନି। ଆମେ ସରକାର ନିବେଦନ ରଖିବୁ ତାର ପ୍ରକୃତ ତଦନ୍ତ କରନ୍ତୁ
ଯଦି କୌଣସି ସରପଞ୍ଚ ଏତେ ଦୋଷୀ ସାବ୍ୟସ୍ତ ହୁଅନ୍ତୁ ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। କିନ୍ତୁ ରାଜନୈତିକ ଆକ୍ରୋଶ ରଖି ୱାର୍ଡ ମେମ୍ବର ମାନେ ଯଦି ରଖି ଦେଇ ଦେଉଛନ୍ତି କୌଣସି ତାକୁ ଗ୍ରହଣ କରାଯାଉଛି ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ତେଣୁକରି ଗଣତନ୍ତ୍ର ଏହା ଶୁଭଙ୍କର ନୁହେଁ। ତେଣୁ ଆମେ ନିଶ୍ଚିତ ଭାବରେ ଆଶା ରଖୁ ସରକାର ଆପେ ବିଚାର କରିବେ।